ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ କଳା ଓ ସାହିତ୍ୟ ସମାଲୋଚକ ବର୍ନାର୍ଡ ବ୍ୟାରେନସନ୍ ଜୀବନ ସମ୍ପର୍କରେ ଏକ କୌତୂହଳ ମନ୍ତବ୍ୟ ଦେଇଥିଲେ। ଯେତେବେଳେ ସେ ରୋଗଶଯ୍ୟାରେ ଥିଲେ ସେତେବେଳେ ସେ ପ୍ରତ୍ୟେକଟି ମୁହୂର୍ତ୍ତ ପାଇବା ପାଇଁ ଲାଳାୟିତ ହେଉଥିଲେ। 94 ବର୍ଷରେ ସେ ପ୍ରାଣତ୍ୟାଗ କଲେ ଏବଂ ମରିବାର କିଛି ସମୟ ଆଗରୁ ସେ ତାଙ୍କର ଜଣେ ବନ୍ଧୁଙ୍କୁ ଏହି ପ୍ରକାର କହିଥିଲେ, ଏବେ ମଧ୍ୟ ମୁଁ ଏକ ଭିକ୍ଷା ଥଳି ଧରି ରାସ୍ତାରେ ଠିଆ ହେବା ପାଇଁ ପ୍ରସ୍ତୁତ ଅଛି ଏବଂ ସେଇ ବାଟ ଦେଇ ଯାଉଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ ସେମାନଙ୍କର ଅବ୍ୟବହୃତ ମିନିଟ୍ ଓ ସେକେଣ୍ଡଗୁଡ଼ିକ ମୋ ଭିକ୍ଷା ଥଳିରେ ପକାଇବା ପାଇଁ ଅନୁରୋଧ କରିବାକୁ ମୁଁ ପ୍ରସ୍ତୁତ ଅଛି। ଆହା, ସମୟର ମୂଲ୍ୟ କେତେ ଯେ ତାହା ଆମେ ଜାଣନ୍ତୁ କି ଏବଂ ପ୍ରତ୍ୟେକଟି ମୁହୂର୍ତ୍ତକୁ କିପରି ବିନିଯୋଗ କରିବାକୁ ହେବ ତାହା ଆମେ ଶିକ୍ଷା କରନ୍ତୁ କି। ଆସନ୍ତୁ ସମୟର ମୂଲ୍ୟ ବୁଝିବା ପାଇଁ ଆମେମାନେ ଈଶ୍ୱରଙ୍କୁ ନିବେଦନ କରିବା। ଆମେ ମଧ୍ୟ ଆମର ପ୍ରତ୍ୟେକଟି ସେକେଣ୍ଡ, ମିନିଟ୍, ଘଣ୍ଟା ଓ ଦିବସକୁ ଅତ୍ୟନ୍ତ ଜ୍ଞାନର ସହିତ ବିନିଯୋଗ କରିବା ଏବଂ ଏହା ହୃଦୟଙ୍ଗମ କରିବା ଯେ ସମୟର ସୀମା ସେପଟେ ରହିଛି ଅନନ୍ତକାଳ। ତେଣୁ ଈଶ୍ୱର ତାଙ୍କ ବାକ୍ୟ ବାଇବେଲରେ ଏହି କଥା କହନ୍ତି, ଅତଏବ ଅଜ୍ଞାନ ପରି ନ ହୋଇ ଜ୍ଞାନୀ ପରି ନିଜ ନିଜ ଆଚରଣ ସମ୍ବନ୍ଧରେ ବିଶେଷ ସାବଧାନ ହୁଅ। ପୁଣି ସୁଯୋଗର ସଦ୍ବ୍ୟବହାର କର, କାରଣ କାଳ ମନ୍ଦ ଅଟେ। ଏଣୁ ନିର୍ବୋଧ ନ ହୋଇ ପ୍ରଭୁଙ୍କର କଣ ଇଚ୍ଛା ତାହା ବୁଝ।